ଏବଂ ତାଙ୍କର ଟ୍ରେନିଂ ତାଙ୍କର ଏକ୍ଜିବିସନ୍ ଏବଂ ତାର ସାଙ୍ଗରେ ସାଙ୍ଗରେ ଶିଳ୍ପୀ ଏବଂ ବୁଣାକାର ମାନଙ୍କର ଆର୍ଥିକ ସ୍ୱଚ୍ଛଳତା ହାସଲ କରିବା ପାଇଁ ଯେଉଁ ଯେଉଁ ଯୋଜନା ଅଛି ଯୋଜନାର ଟାର୍ଗେଟ୍ ପଢ଼ିବା ପାଇଁ ମଧ୍ୟ ସେମାନେ ନିବେଦନ କରିଛନ୍ତି। ମୁଁ ଏଠୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଫେରିଲା ପରେ ବିଭାଗୀୟ ମନ୍ତ୍ରୀ ଏବଂ ବିଭାଗୀୟ ସଚିବମାନଙ୍କ ସାଙ୍ଗେ ମୁଁ କଥାବାର୍ତ୍ତା କରିବୁ। ଝାରସୁଗୁଡ଼ାରେ ସ୍ୱତନ୍ତ୍ର ଭାବରେ ଝାରସୁଗୁଡ଼ାର ଜିଲ୍ଲା ପ୍ରଶାସନ ଏବଂ ଏଠିକାର ଯେଉଁମାନେ ଶିଳ୍ପୀ ଏବଂ ବୁଣାକାର ଅଛନ୍ତି ତାଙ୍କର ପ୍ରତିନିଧିମାନଙ୍କୁ ବସେଇବି। ଏଠି ଯେଉଁ ଯେଉଁ ସଂସ୍ଥା DIC ଠାରୁ ଆରମ୍ଭ କରିକିରି ଯେଉଁ ଯେଉଁ ସଂସ୍ଥା ଏ କ୍ଷେତ୍ରରେ କାମ କରୁଛନ୍ତି ସେ ଅଧିକାରୀମାନଙ୍କୁ ବସେଇବି ଏବଂ ଏଠିକାର କଳାକାର ଏବଂ ଏଠିକାର କଳା ଏବଂ କାରିଗରୀ କୌଶଳର ଅଭିବୃଦ୍ଧି ପାଇଁ ଝାରସୁଗୁଡ଼ାରେ ଆମେ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିବା ଏବଂ ପ୍ରୟାସ କରିବା ଯେମିତି ସାରା ଓଡ଼ିଶାରେ ଶିଳ୍ପୀ ଏବଂ ବୁଣାକାରମାନଙ୍କର ଉତ୍ଥାନ କ୍ଷେତ୍ରରେ ଏବଂ ତାଙ୍କର କୌଶଳ ଦେଖାଇବା କ୍ଷେତ୍ରରେ ଝାରସୁଗୁଡ଼ା କେମିତି ଓଡ଼ିଶାର ଅଗ୍ରଗାମୀ ଜିଲ୍ଲା ହେବ ସେ ବାବଦରେ ଆମେ ପ୍ରୟାସ କରିବା।